ଆମେ ବର୍ତ୍ତମାନ ଧଉଳି ଯାଉଛୁ। କିଏ ଯିବା ଗଲେ ଆମେ ଦେଖେଇବୁ ଆପଣମାନଙ୍କୁ। ଦେଖନ୍ତୁ ଭୁବନେଶ୍ୱରରୁ ମାତ୍ର 8 କିଲୋମିଟର ଡିଷ୍ଟାନ୍ସରେ ଆମର ଧଉଳି ପଡ଼ିବ। ଏଇଟା ଧଉଳି ଯିବା ରୋଡ଼ଟା ଆମେ ଧଉଳି ଯେଉଁ ଶାନ୍ତି ସ୍ତୂପ ଆମର ଅଛି ସେଇ ପାଖକୁ ଯିବାକୁ ଆମେ ବର୍ତ୍ତମାନ ରୋଡ଼ରେ ଯାଉଛୁ। ଏଇଟା ହେଉଛି ତା'ର ରୋଡ଼ ପଡ଼ିଛି ଧଉଳି ସ୍ତୂପକୁ। ଗୋଟେ କିଲୋମିଟର ମେନ୍ ରୋଡ଼ରୁ 1 କିଲୋମିଟର ହେବ ଧଉଳି ସ୍ତୂପ। ଦେଖନ୍ତୁ ଆମେ ଅଲରେଡ଼ି ଧଉଳି ସ୍ତୂପର ଜଷ୍ଟ ତଳେ ଆମେ ହେଇସାରିଛୁ। ଏବେ ପାର୍କିଂ ଏରିଆ ଏଇଟା ଯାହାକୁ କହନ୍ତି। ଲୋକମାନେ ଅଧେ ବୁଲାବୁଲି କରି ସବୁ ରିଟର୍ନ କଲେଣି, କିନ୍ତୁ ଆମେ ବୁଲିବା ପାଇଁ ଯାଉଛୁ। ଆକ୍ଚୁଆଲି ବହୁତ ବଢ଼ିଆ ପ୍ଲେସ୍, ନ୍ୟାଚୁରାଲ୍। ଦୁଇପଟେ ଗଛ, ମଝିରେ ରୋଡ଼, ପାହାଡ଼, ଗୋଟେ ଅଲଗା ଟାଇପ୍ର ଫିଲିଙ୍ଗସ୍ ଯାହାକୁ କହନ୍ତି। ମସ୍ତ ଏରିଆ ହେଇଛି। ଟିକେ ଉପରକୁ ଉଠିଲା ବେଳକୁ ଟିକେ ଉଠାଣିଆ ଲାଗିବ, ମାନେ ଯେହେତୁ ପାହାଡ଼ଟା କଟା ହେଇଛି, କିନ୍ତୁ ତଳୁ ଉପରୁ ତଳକୁ ଆସିଲା ଆସୁ ମାନେ ଗଡ଼ିଗଲା ପରିକା ଲାଗିବ। ଦେଖନ୍ତୁ ଯିବା ବାଟରେ ଦୁଇ ପଟ ପାର୍ଶ୍ୱରେ ବହୁତ ପ୍ରକାର ଦୋକାନ ଅଛି। ଭଲ ଲାଗେ ଏଠାରେ ସବୁ ଜିନିଷ ଗୁଡ଼ାକ। ଆକ୍ଚୁଆଲି ସବୁ କ୍ୟୁଟ୍ କ୍ୟୁଟ୍ ଜିନିଷ ଥାଏ, ମାନେ କିଣିବାକୁ ବହୁତ ଇଚ୍ଛା ହୁଏ ସବୁ ଜିନିଷ। ଦେଖନ୍ତୁ ଖାସ୍ କରି ଫରେନର୍ ମାନେ ବେଶୀ ଆସିଲେ ଏଇ ଯେଉଁ କ୍ୟାବ୍ ଗୁଡ଼ାକ ବେଶୀ ୟୁଜ୍ କରନ୍ତି ଆମ କଣ୍ଟ୍ରିରେ। ଭଲ ଲାଗୁଛି ସବୁ ଜିନିଷ ଦେଖିବାକୁ। ଆଉ ମୁଁ ଜଷ୍ଟ ତାକୁ ଆପଣଙ୍କୁ କ୍ୟାମେରାକୁ ନେଇ ଆସିଛି ସେସବୁ ଦୋକାନ ଗୁଡ଼ାକ। ଖାସ୍ କରି ସେ ବୁଦ୍ଧଙ୍କର ମୂର୍ତ୍ତି ଥୁଆ ହେଇଛି, କତା ତିଆରିର କିଛି ଜିନିଷ। ତାହେଲେ ଆମେ ଯେଉଁ ମନ୍ଦିର ସେ ଅଛି ବା ଶାନ୍ତି ସ୍ତୂପ ଧଉଳି ଅଛି, ତାର ଯିବା ବାଟରେ କିଛି ପାହାଚ କ୍ରସ୍ କରି ଆମେ ଗଲୁ। ବର୍ତ୍ତମାନ ଆମେ ପୁରା ଧଉଳି ସ୍ତୂପର ଫ୍ରଣ୍ଟରେ, ମାନେ ପୁରା ତଳେ ହେଇଯାଇଛୁ। ଦେଖନ୍ତୁ ଚାରିଆଡ଼େ ମୁଁ ଆପଣଙ୍କୁ କ୍ୟାମେରା ଅନ୍ କରି ଦେଖାଉଛି। ଏଇଠି ଆକ୍ଚୁଆଲି କାମ ହେଇଯାଇଛି, ବହୁତ ନିଟ୍ ଆଣ୍ଡ କ୍ଲିନ୍ କାମ ହେଇଛି, ସେଥିପାଇଁ ବଢ଼ିଆ ଲାଗୁଛି। ଚାରିପଟେ ମାର୍ବଲ ଟାଇଲ୍ ତଳେ ପଡ଼ିଯାଇଛି। ଆପଣ ଯେଉଁଠି ନାହିଁ ସେଠି ଆସିକି ଆରାମସେ ମୋ ସାଙ୍ଗେ ବସିପାରିବେ, କିଛି ଅସୁବିଧା ନାହିଁ। ଶାନ୍ତି ସ୍ତୂପ ଯାହାକୁ କହୁଛି ନାଁ ଅଛି ମାନେ ପୁରା ଶାନ୍ତି ବି ଲାଗୁଛି ଏ ଏରିଆଟା। କ୍ୟୁଟ୍ ଛୁଆଟେ ଖେଳୁଛି। ଏସବୁ ଜାପାନୀରେ କ'ଣ ଲେଖା ହେଇଛି ତା ଦେହରେ, ଯେଉଁଟାକି ମୁଁ ପଢ଼ିପାରିବିନି କି ବୁଝି ବି ପାରିବିନି। ଏଠି ବହୁତ ପ୍ରକାର ଫଟୋଗ୍ରାଫର ମାନେ ବୁଲୁଥିବେ ମଧ୍ୟ, ସାଙ୍ଗେ ସାଙ୍ଗେ ଫଟୋ ଉଠେଇକି ଆପଣଙ୍କୁ ଧୋଇ ଦେଇଦେବେ। କିନ୍ତୁ ଆମ ପାଖରେ ଯେହେତୁ ମୋବାଇଲ ଅଛି ଆଉ ତ ଉଠାଉନୁ ଫଟୋ। ଦେଖନ୍ତୁ କେତେ ବହୁତ ସାରା ଲୋକ ହିଁ ଆସିଛନ୍ତି ଆଜି ଦେଖିବା ପାଇଁ। ଏବେ ଜଷ୍ଟ ଟିକେ ଟିକେ ସନ୍ ସେଟ୍ ହେଲାଣି, ସୂର୍ଯ୍ୟ ମାନେ ଉଦୟ ସୂର୍ଯ୍ୟ ଅସ୍ତ ହେଲାଣି। କ୍ୟୁଟ୍ କ୍ୟୁଟ୍ ମୂର୍ତ୍ତି ହେଇଛି ସବୁ, ବହୁତ ଡିଜାଇନ୍, ବହୁତ ଷ୍ଟାଇଲିସ୍ ସବୁ ବୁଦ୍ଧ ମୂର୍ତ୍ତି ଅଛି। ଏଠି ମଧ୍ୟ ଖାଇବାର ବହୁତ ପ୍ରକାର ଜିନିଷ ଅଛି, ଆପଣ ଯେଉଁଟା ବି ଚାହିଁବେ ପରଚେସ୍ କରିପାରିବେ। ଏଇଟା ଯେଉଁ ଯିବା ଆଉ ଆସିବା ବାଟରେ ଦୁଇଟା ପାର୍ଶ୍ୱରେ ସବୁ ଦୋକାନ ଗୁଡ଼ାକ ପଡ଼ିଛି। ବହୁତ ବଢ଼ିଆ ଖେଳନା ଅଛି ଆକ୍ଚୁଆଲି।
ଗୋଟେ ଥଣ୍ଡା ଜୁସ୍ ଦୋକାନ। ହ୍ୟାଲୋ ହାଇ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ଚ୍ୟାନେଲ୍ ଲକ୍ଜରୀ ବ୍ଲଗର ସୁନିତା। ମୁଁ ତ ଭଲ ଅଛି, ଆପଣମାନେ କେମିତି ଅଛନ୍ତି? ମୋ ଫ୍ରେଣ୍ଡସ୍ ମାନେ ହାଇ କରିଦେଲେ ମୋ ବ୍ଲଗ୍ରେ। ସେମାନେ ବହୁତ ଖୁସି ଅଛନ୍ତି ଏବଂ ଏକ୍ସାଇଟେଡ଼୍ ମଧ୍ୟ ଅଛନ୍ତି, ଯେହେତୁ ଆମେ ଧଉଳି ବୁଲିବା ପାଇଁ ଆସିଛୁ। ଆମକୁ ତ ବହୁତ ବଢ଼ିଆ ଲାଗେ ଏ ଜାଗାଟା, କାହିଁକିନା ଆମେ ତ ଏଠି ପାଖାପାଖି 2-3 ମାସରେ 2-3 ଥର ମଧ୍ୟ ଆସି ସାରିଲାଣି। ଯେଉଁମାନେ ପାଖାପାଖି ଲୋକାଲ୍ ଲୋକ ସେମାନେ ତ ଆସିଥିବେ, ଦେଖିଥିବେ, ଏବଂ ଯେଉଁମାନେ ମଧ୍ୟ ବାହାରୁ ବି ମଧ୍ୟ ଆସୁଛନ୍ତି ଦେଖିବା ପାଇଁ। ଆଉ ମୁଁ ଏ ଭିଡ଼ିଓ ମାଧ୍ୟମରେ ମଧ୍ୟ ଆପଣମାନେ ସମସ୍ତଙ୍କୁ ରିକ୍ୱେଷ୍ଟ କରିବି, ପ୍ଲିଜ୍ ଆପଣମାନେ ଆସନ୍ତୁ, ଭିଜିଟ୍ କରନ୍ତୁ। ଆମ ଓଡ଼ିଶାରେ ଏଇଟା ଗୋଟେ ଫେମସ୍ ଜାଗା, ଯାହାକୁ ଧଉଳି ନାମରେ, ଶାନ୍ତି ଧଉଳି ସ୍ତୂପ ନାମରେ ପ୍ରସିଦ୍ଧ ଅଛି, ଯାହାର କିଛି ଗୋଟେ ହିଷ୍ଟ୍ରି ମଧ୍ୟ ଅଛି ଆମ ଇତିହାସରେ। ଆପଣମାନେ ସମସ୍ତେ ହିଁ ଜାଣିଥିବେ, ବେଶୀ କିଛି କହିବାକୁ ପଡ଼ିବନି ସେ ବିଷୟରେ। ଆମ ହିଷ୍ଟ୍ରିରେ ଅଛି, ଯେମିତିକି ଯେଉଁ ଯେଉଁ ଯୁଦ୍ଧ ହେଇଥିଲା ଏଠି ଦୟାନଦୀ କୂଳରେ, ତାହାରି ନାମ ଅନୁସାରେ ଏଠାରେ ଧଉଳି ସ୍ତୂପ ବୋଲି ସ୍ଥାପିତ କରାଯାଇଛି। ବହୁତ ବଢ଼ିଆ ପ୍ଲେସ୍ ଆଉ ନ୍ୟାଚୁରାଲ୍। ବୁଦ୍ଧ ମୂର୍ତ୍ତି ଚାରିପଟେ ତାଙ୍କର 4ଟି ପ୍ରକାର ବୁଦ୍ଧ ମୂର୍ତ୍ତି ରହିଛି। ଏଠି ତ ସେ ଯୋଗ କରୁଥିବା ସମୟର ମୁଁ ଆପଣମାନଙ୍କୁ ଦେଖନ୍ତୁ ଚାରିପଟେ ବୁଲିକି ଦେଖି ଦେଉଛି। ଏହାର ଚାରିପାର୍ଶ୍ୱ କେତେ ସୁନ୍ଦର ହେଇଛି ପ୍ରାକୃତିକ ଦୃଶ୍ୟ ଗୁଡ଼ାକ। ଏଇଠି ବୁଦ୍ଧ ଯେଉଁ ମନ୍ଦିର ଚାରିପଟେ ବୁଦ୍ଧଙ୍କର ସବୁ ସେତେବେଳେ ଯେତେକ ସବୁ ହେଇଥିଲା, ଯେମିତିକି ଯୁଦ୍ଧ, ତା'ର ସବୁ ଫଟୋ ଚିତ୍ର ମଧ୍ୟ ଅଙ୍କା ହେଇଛି। ବୁଦ୍ଧ ତାଙ୍କର ତପସ୍ୟା ଉପରେ ବସିଛନ୍ତି। ସେଥିର କାରୁକାର୍ଯ୍ୟ କାମ ଅତି ତୀକ୍ଷ୍ଣ, ମାନେ ବହୁତ ମନୋରଞ୍ଜନକର ଯାହାକୁ କୁହନ୍ତି। ଏଇଟା ମୁଁ ଦେଖୁଛି ଯେଉଁ ତଳ ଚିତ୍ରଟା, ଦେଖନ୍ତୁ ଗଛଟା କେତେ ସବୁଜ ସବୁଜ ହେଇଛି, ସବୁ ଗ୍ରୀନ୍ ଗ୍ରୀନ୍ ଚାରିଆଡ଼େ ଦେଖାଯାଉଛି। ଚାରିପଟେ ମଧ୍ୟ 2-2ଟି ଲେଖା ସିଂହ ଅଛନ୍ତି। ଏଇଟା ହେଉଛି ଆମ ତଳେ ଯେଉଁ ଗୋଟେ ଶିବ ମନ୍ଦିର ଅଛି, ଶିବ ମନ୍ଦିର ଯିବା ପାଇଁ ଗୋଟେ ବାଟ, ବଟ୍ ଆମେ ମନ୍ଦିର ଯାଇନୁ। ମୁଁ ଆପଣମାନଙ୍କୁ ସ୍କ୍ରଲ୍ କରି ଦେଖାଇ ଦେଉଛି। ଏପଟେ ମୂର୍ତ୍ତି ଶିବ ବୁଦ୍ଧ ଛିଡ଼ା ହୋଇଥିବା ଅବସ୍ଥାର ଚିତ୍ର ଅଙ୍କା ଯାଇଛି। ଏଠି ମୁଁ ଦେଖୁଛି ଏଠି ଯେଉଁ ଆମର ଦୟା ନଦୀ ଅଛି, ଯାହାକୁ ମାନେ ଏଇ ଦୟା ନଦୀ କୂଳରେ ଯେଉଁ ଆମର ରାଜା ଅଶୋକ ଏବଂ କଳିଙ୍ଗ ମଧ୍ୟରେ ଯୁଦ୍ଧ ହେଇଥିଲା। ଏଇ ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକ ମରିଥିଲେ, ଯାହାଫଳରେ ଏତେ ଭୟଭୀତ ସେ ଯୁଦ୍ଧଟା ହେଇଥିଲା ଯେ ସେ ଦୟା ନଦୀ ପୁରା ରକ୍ତାକ୍ତରେ ଏତେ ହେଇଥିଲା ଯେ ସେ ପୁରା ମାନେ ଯୁଦ୍ଧରେ ସେ ସମୁଦ୍ରଟା ନଦୀଟା ମାନେ ପୁରା ରକ୍ତରେ ବୁଡ଼ି ଯାଇଥିଲା। ସେଇ ଯୁଦ୍ଧରେ ଭୟଭୀତ ହୋଇ ମର୍ମାହତ ହୋଇ ଆମର ରାଜା ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ସେବେଠାରୁ ବୁଦ୍ଧ ଧର୍ମ ସେରେ ପରିଣତ ହୋଇ ବୁଦ୍ଧ ଧର୍ମକୁ ଆଗକୁ ପ୍ରଚାର ପ୍ରସାର କରିବା ପାଇଁ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ, ଯାହାଦ୍ୱାରା ଏଠାରେ ସେ ବୌଦ୍ଧ ସ୍ତୂପ ନିର୍ମାଣ କରିଥିଲେ ଆଉ ତାହା ଧଉଳି ବା ସ୍ତୂପ ନାମରେ ପ୍ରସିଦ୍ଧି ଲାଭ କରିଛି। ଦେଖନ୍ତୁ ମୁଁ ଦେଖାଇ ଦେଉଛି ଆଉ ଥରେ ଆପଣମାନଙ୍କୁ ଚାରିପଟ, ବହୁତ ବହୁତ କ୍ୟୁଟ୍। ଏଇଟା ବାହାରକୁ ଯିବା ପାଇଁ ରାସ୍ତା, ଯେଉଁଟା ଆମେ ଆସିଥିଲୁ ଯେଉଁ ପଟ ପାହାଚ ଦେଇକି ଉପରକୁ। ରିଙ୍କି ତୁ କୁଆଡ଼େ ହେଇଛୁ?
ଚରିବାକୁ ଏଇଠି ସର୍ଭେ କରିବାକୁ ଆସିଥିଲେ ଶୁଣ ଲୋକଙ୍କୁ ପାଇକି ଗାଁରେ ଏଇଠି କରିବୁ ସର୍ଭେ ଆଉ କଣ ଏଇଠି କରିବି ଲାଗୁଛି ବଢ଼ିଆ ଲାଗୁଛି ଟିକେ ଅନ୍ଧାରେ ଦେଖାଯାଉଛି। କ'ଣ କିଣୁଛୁ ତୋର କ'ଣ ସେଇ ବ୍ୟାଗ୍ଟା ସଫିସିଏଣ୍ଟ ହେଲାନି ଆଉ ଗୋଟେ ବ୍ୟାଗ୍ କିଣୁଛୁ ତାର ସର୍ଭେ ପାଇଁ ଗୋଟେ ବ୍ୟାଗ୍ କାଫି ନାହିଁ ପୁଣି ସେ ଆଉ ଗୋଟେ ବ୍ୟାଗ୍ କିଣୁଛି। ଭଲ ଲାଗୁଛି ମାନୁଛି ମାନୁଛି ना आम दौड़े बुलाबुली सरला आम बाहर रूम को एक्चुअली आगे रही था सेठी जेहेतु लाइट शो थिला टाइम ही तार 7टा जो मैंने टिकेट करेंगे से रे जो टिकेट कर जी हेरी कहले आम जेहेतु टिकेट करूँ से आम बाहर को पलि आसलु तो आम ए रोड रे चलचु देखु रूम को जीवु बाट देखा कौन खाइबा देन रूम को रिटर्न करदेबू टाइम है मत देख लिखी हसुची तू कौन लाइट शो देखलुनी पड़े आलबे पैसा नहीं आम टिकेट करिया मोटा बोली चली पारुने मोटी झड़ेवा पे हम एक्चुअली एक्सरसाइज गोटे करछु वन टाइप ऑफ एक्सरसाइज आ करनी चल चली जाऊ ये तो जर गाधो देखि ब्रश कर ना से हेले भी भल देखा जाउची हमरो जोड़ी नंबर 1 अनो ना तोर मोर जोड़ी आम ए चलु तलू को तलक तो जाऊँ गाड़ी आमर अच्छी BMW तापर जीवु आ ना आम डग 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 ना बुला बहुत मजा मस्ती कला किसी फोटो उठेलु बुलिलु ଏବେ ଆସିଥିଲୁ ରିସେଣ୍ଟଲି ରଜରେ ପୁଣି ଆଉ ଥରେ ଇଚ୍ଛା ହେଲା ପଳେଇ ଆସିଲୁ। ମୁଁ ଆପଣଙ୍କୁ କିଛି ସେୟାର କରିଦେଉଛି ଭିଡ଼ିଓରେ ଆମେ କେତେ ସୁନ୍ଦର ସୁନ୍ଦର ଫଟୋ ଉଠେଇଛୁ ଆପଣମାନେ ବି ଆସନ୍ତୁ ଫଟୋ ଉଠାନ୍ତୁ ବୁଲାବୁଲି କରନ୍ତୁ ଏ ଜାଗାର ମଜା ନିଅନ୍ତୁ। ରଖୁଛି ବାଏ ବାଏ ଗୁଡ୍ ନାଇଟ୍ ଜୟ ଜଗନ୍ନାଥ ଆପଣମାନେ ସମସ୍ତେ ରୁହନ୍ତୁ ମୁଁ ଭଲରେ ଅଛି ଦେଖା ନେକ୍ସଟ ବ୍ଲଗ୍ରେ।